হরে ও জয় জগন্নাথ স্বামী নয়ন পদগামী ভবতু মে শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব হে নাথ নারায়ণ বাসুদেব। জয় জগন্নাথ জয় জগন্নাথ জয় জগন্নাথ। সমস্ত জ্যেষ্ঠ শ্রেষ্ঠ ব্রাহ্মণ দেবতা গুরুମାନଙ୍କୁ কৃষ্ণ রস পিপাস ভକ୍তବୃନ୍ଦ ରାମ ରସ ପିପାସ ଭକ୍ତବୃନ୍ଦ ମାତୃଶକ୍ତି ମହେଶୀ ମା ମାନଙ୍କୁ ଏହି ବ୍ରହ୍ମ ମୁହୂର୍ତ୍ତରେ ଗୋପାଳ ନରୋତ୍ତମର ଅନନ୍ତ କୋଟି ମଥା ଲୋଟା ପ୍ରଣାମ। ଆଜ୍ଞା, ଆଜି ଆମେ ଜାଣିବା ଗୀତାର ଯେଉଁ ଅମୃତବାଣୀକି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ମାଧ୍ୟମ ଦେଇ ଏ ସମାଜକୁ ଆଲୋକ ପଥ ଦେଖାଉଛନ୍ତି। ତେବେ ସେଇ ଦଶ ମଧ୍ୟର ବିଭୂତି ଯୋଗ ଆଜ୍ଞା ତେବେ ଶ୍ରବଣ କରିବା। ବେଦାନ ସାମବେଦୋସ୍ମି ଦେବାନାମସ୍ମି ବାସବ ଇନ୍ଦ୍ରିୟାଣି ମନସ୍ସ୍ମି ଭୂତାନାମସ୍ମି ଚେତନା। ହରି ଓಂ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଆଜ୍ଞା, ମୁଁ ବେଦମାନଙ୍କ ମଧ୍ୟରେ ସାମବେଦ, ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର, ଆଉ ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ଓ ପ୍ରାଣୀମାନଙ୍କ ମଧ୍ୟରେ ଚେତନା ଅର୍ଥାତ୍ ଜୀବନୀ ଶକ୍ତି ଅଟେ। ଆଉ ବେଦମାନଙ୍କ ମଧ୍ୟରେ ମୁଁ ସାମବେଦ ବୋଲି କହିବାର ତାତ୍ପର୍ଯ୍ୟତା କ'ଣ ନା ଋକ୍ ଯଜୁ ସାମ ଓ ଅଥର୍ବ ଏହି ଚାରି ବେଦ ମଧ୍ୟରେ ସାମବେଦ ଅତ୍ୟନ୍ତ ମଧୁର ଆଉ ସଙ୍ଗୀତମୟ ତଥା ପରମେଶ୍ୱରଙ୍କର ଅତ୍ୟନ୍ତ ରମଣୀୟ ସ୍ତୁତିରେ ପୂର୍ଣ୍ଣ। ତେଣୁ ବେଦମାନଙ୍କ ମଧ୍ୟରେ ଏହାର ପ୍ରାଧାନ୍ୟ ରହିଛି। ତେଣୁ ଭଗବାନ ସାମବେଦକୁ ନିଜର ସ୍ୱରୂପ ବୋଲି କହିଛନ୍ତି। ଦେବତାମାନଙ୍କ ମଧ୍ୟରେ ମୁଁ ଇନ୍ଦ୍ର କହିବାର ଅଭିପ୍ରାୟ କ'ଣ ନା ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ବାୟୁ ଆଦି ଯେତେ ବି ଦେବତା ଅଛନ୍ତି ସେ ସମସ୍ତଙ୍କର ଶାସକ ରାଜା ହୋଇଥିବାରୁ ଇନ୍ଦ୍ର ସମସ୍ତଙ୍କ ମଧ୍ୟରେ ପ୍ରଧାନ। ଏଣୁ ଇନ୍ଦ୍ରଙ୍କୁ ଭଗବାନ ନିଜର ସ୍ୱରୂପ ବୋଲି କହିଛନ୍ତି। ଆଉ ଇନ୍ଦ୍ରିୟମାନଙ୍କ ମଧ୍ୟରେ ମୁଁ ମନ ବୋଲି କହିବାର ଅଭିପ୍ରାୟ କ'ଣ ନା ଆଜ୍ଞା ଘଟଣା କ'ଣ ହେଇଛି ନା କଶ୍ୟପଙ୍କ ପତ୍ନୀ ଦିତିଙ୍କର ଅନେକ ପୁତ୍ର ମରିଯିବାରୁ ସେ ପତି କଶ୍ୟପଙ୍କୁ ନିଜର ସେବା ଦ୍ୱାରା ପ୍ରସନ୍ନ କଲେ। ଆଉ ତାଙ୍କ ସମ୍ୟକ ଆରାଧନାରେ ସନ୍ତୁଷ୍ଟ ହୋଇ ତପସ୍ୱୀମାନଙ୍କ ମଧ୍ୟରେ ଶ୍ରେଷ୍ଠ କଶ୍ୟପ ତାଙ୍କୁ ବର ପ୍ରଦାନ କରି ସନ୍ତୁଷ୍ଟ କଲେ। ସେ ସମୟରେ ଦିତି ଇନ୍ଦ୍ରଙ୍କୁ ବଦ୍ଧ କରିବାକୁ ସମର୍ଥ ଏକ ଅତି ତେଜସ୍ୱୀ ପୁତ୍ର ପାଇଁ ବର ମାଗିଥିଲେ ଆଜ୍ଞା। ତେବେ ମୁନିଶ୍ରେଷ୍ଠ କଶ୍ୟପ ତାଙ୍କୁ ଅଭୀଷ୍ଟ ବର ଦେଲେ ଏବଂ ସେହି ଅତି ଉଗ୍ର ବର ଦେଇ ତାଙ୍କୁ କହିଲେ, ଯଦି ତୁମେ ନିତ୍ୟ ଭଗବାନଙ୍କ ଧ୍ୟାନରେ ତତ୍ପର ରହି ନିଜ ଗର୍ଭକୁ ପତିବ୍ରତା ଓ ସଂଯମ ସହ 100 ବର୍ଷ ଯାଏ ଧାରଣ କରିପାରିବ ତେବେ ତୁମର ପୁତ୍ର ଇନ୍ଦ୍ରଙ୍କୁ ମାରିପାରିବି। ସେ ଗର୍ଭକୁ ନିଜ ମୃତ୍ୟୁର କାରଣ ବୋଲି ଜାଣିପାରି ତେବେ 100 ବର୍ଷ ଯାଏ ତେବେ ସିଏ ଯେତେବେଳେ ଜାଣିପାରୁଛନ୍ତି ଦେବରାଜ ଇନ୍ଦ୍ର କ'ଣ କରି ଇନ୍ଦ୍ର ମଧ୍ୟ ବିନୟପୂର୍ବକ ଦିତିଙ୍କ ସେବା କରିବାକୁ ଆସିଗଲେ। ଆଉ ତାଙ୍କ ପବିତ୍ରତାର ଯଦି କେବେ ଦୋଷ ଲାଗିବ ତେବେ ସେ କିଛି କରିପାରିବେ। ଏ ପ୍ରତୀକ୍ଷାରେ ଇନ୍ଦ୍ର ସେଠାରେ ସବୁ ସମୟ ଉପସ୍ଥିତ ରହି ତାଙ୍କର ସେବା କଲେ। ଶେଷରେ 100 ବର୍ଷ ପୂର୍ଣ୍ଣ ହେବାକୁ ଅଳ୍ପ କିଛି ଦିନ ବାକି ଅଛି। ଦିନେ ଦିତି ପାଦ ନ ଧୋଇ ନିଜ ବିଛଣାରେ ଶୋଇପଡ଼ିଲେ। ସେହି ସମୟରେ ତାଙ୍କୁ ନିଦ୍ରା ଘାରି ଦେଲା। ସେତିକିବେଳେ ଇନ୍ଦ୍ର କ'ଣ କରିଛନ୍ତି ସୁଯୋଗ ପାଇ ହାତରେ ବଜ୍ର ଧରି ଦିତିଙ୍କ ଗର୍ଭରେ ପ୍ରବେଶ କରିଗଲେ ଓ ସେହି ମହାଗର୍ଭକୁ 7 ଭାଗ କରିଦେଲେ। ଏପରି ଭାବରେ ଚକ୍ର ଦ୍ୱାରା ପୀଡ଼ିତ ହେବାରୁ ସେହି ଗର୍ଭ ଜୋରରେ କାନ୍ଦିବାକୁ ଲାଗିଲା। ଇନ୍ଦ୍ର ତାକୁ ବାରମ୍ବାର କହିଲେ, ମା ରୁଦାହ ଅର୍ଥାତ୍ କାନ୍ଦ ନାହିଁ। କିନ୍ତୁ ଯେତେବେଳେ ସେହି ଗର୍ଭ 7 ଭାଗରେ ବିଭକ୍ତ ହୋଇ ମଧ୍ୟ ମଲା ନାହିଁ ସେତେବେଳେ ଇନ୍ଦ୍ର ଅତ୍ୟନ୍ତ କ୍ରୋଧରେ ପୁଣି ପ୍ରତି ଖଣ୍ଡକୁ 7 ଖଣ୍ଡ କରିଦେଲେ। ଏପରି ଭାବରେ 1 ରୁ 49 ହୋଇ ମଧ୍ୟ ସେମାନେ ଜୀବିତ ହୋଇ ରହିଲେ।
आइथिरे इंद्र जानीपारे जे से मरवे ना से अति बेगवान मरुत नामक देवता हो गले। इंद्र से जो माँ रुदाह कांदनाई बोली से मरुत बोली परिचित होली। तेरे एक आज्ञा विष्णु पुराण रो 21 अध्याय मध्य वर्णित कराଯାଇଛି। आओ चक्षु श्रोत चर्म रसरा घ्राण वाक हस्त पद उपस्थ पायु तथा मन यही एकादश इंद्रिय मानक मध्य मन होउछि अन्य 10 इंद्रियर स्वामी प्रेरक तथा से मानक मध्य सबुठारु सूक्ष्म और श्रेष्ठ। अतएव मन समस्त इंद्रियों मध्य प्रधान। तेणु मन को भगवान निजर स्वरूप बोली कहते। प्राणी मानकर चेतना मु बोली कहवार अभिप्राय कौन ना सकल प्राणींकर जो ज्ञान शक्ति रही जहाद्वारा से सुख दुख और सकल पदार्थर अनुभव हुए जा अंतकरण वृत्ति विशेष त्रयोदश अध्याय 6 श्लोक क्षेत्र विकार मध्य जार गणना से ज्ञान शक्तिर नाम हूँ चेतना। यह प्राणी मानकर समस्त अनुभवर हेतुभूत प्रधान शक्ति। तेणु भगवान या को निजर स्वरूप बोली कहते। तेरे आसंता काली आम पुणी श्रवण करवा। आज्ञा भगवान पुणी कहते मु एकादश रुद्रंक मध्य शंकर और यक्ष तथा राक्षस मान मध्य धनपति कुबेर अटे। मु अष्टवसुंक मध्य अग्नि और पर्वत मान मध्य सुमेरु पर्वत अटे। तेरे ये कथा को आम आसंता काली श्रवण करवा। जय श्री कृष्ण गोविंद हरि मुरारी हे नाथ नारायण वासुदेव। आउ थे समस्त ज्ञानी बंधु मान को गोपाल नरोत्तम ब्रह्म मुहूर्त अनंत कोटि मथालुटा प्रणाम। आज्ञा गुरुंकर गुरु जिते बेले मते दीक्षा देले गुरुंकर आज्ञा आदेश अच्छे जे सर्वप्रथमे ये कलिजुगर होचंदी भगवान ब्राह्मण गुरु। आज्ञा सर्वप्रथमे भगवान शरणागत हेला परे आगे ब्राह्मण गुरुंकर शरणागत हेब। जय जगन्नाथ जय जगन्नाथ जय जगन्नाथ।